ମିସ୍ କୃଷ୍ଣାଙ୍କ ପ୍ରେରଣା ବହିରେ ଥିବା ଆତ୍ମସମୀକ୍ଷା କାହାଣୀର ଏଇ ହେଉଛି ସାରାଂଶ। କାହାଣୀଟି ଗୋଟେ ଏମିତି ଯାଦୁକରୀ ଦର୍ପଣକୁ ନେଇ, ଯାହାକି ଆପଣଙ୍କର ଚେହେରା ନୁହେଁ, ବରଂ ଆପଣଙ୍କ ଭିତର ମଣିଷଟାକୁ ଦେଖାଏ। ଆଉ ଏଇଠୁ ହିଁ ଆମକୁ ଆତ୍ମସୁଧାରର ଏକ ବହୁତ ବଡ଼ ଶିକ୍ଷା ମିଳେ। ପ୍ରଥମେ ଦେଖିବା, ଆମକୁ ଯେତେବେଳେ ନିଜକୁ ସୁଧାରିବାର ସୁଯୋଗ ମିଳେ, ଆମେ ତାକୁ ଅନ୍ୟମାନଙ୍କୁ ପରଖିବାରେ ହିଁ ନଷ୍ଟ କରିଦେଉ। କାହାଣୀରେ ଶିଷ୍ୟଟି ଠିକ୍ ସେଇଆ କଲା। ସେ ନିଜକୁ ଦେଖିବା ପରିବର୍ତ୍ତେ ପ୍ରଥମେ ଗୁରୁ, ତାପରେ ସାଙ୍ଗସାଥୀ, ଏପରିକି ନିଜ ବାପା ମାଙ୍କ ଦୋଷ ଖୋଜିବାରେ ଲାଗିଲା, ଆଉ ଶେଷରେ ଭାବିଲା ପୁରା ଦୁନିଆଟା ହିଁ ଛଳନାରେ ଭରି ରହିଛି। ଦ୍ୱିତୀୟ କଥା ହେଲା, ଆମେ ଯେତେବେଳେ ଅନ୍ୟମାନଙ୍କର ଦୋଷ ଖୋଜୁ, ସେଇଟା ପ୍ରକୃତିରେ ଆମ ନିଜ ଦୁର୍ବଳତାକୁ ଦେଖାଏ। ଯେତେବେଳେ ବିଚାରା ଶିଷ୍ୟଟି ମନ ଦୁଃଖରେ ଗୁରୁଙ୍କ ପାଖକୁ ଫେରିଲା, ଗୁରୁ କିଛି କହିଲେନି, କେବଳ ଦର୍ପଣଟିକୁ ତା ଆଡ଼କୁ ବୁଲାଇ ଦେଲେ। ଆଉ ସେତେବେଳେ ଯାଇ ସେ ଦେଖିଲା, ତା ନିଜ ହୃଦୟ ହିଁ କ୍ରୋଧ, ଘୃଣା ଆଉ ଅହଙ୍କାରରେ ପୂରାପୂରି ଭରି ରହିଛି। ଆଉ ଶେଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ପ୍ରକୃତ ପରିବର୍ତ୍ତନ ବାହାରକୁ ଦେଖିବାରେ ନୁହେଁ, ନିଜ ଭିତରକୁ ଦେଖିଲେ ହିଁ ଆସେ। ଗୁରୁ ତାକୁ ବୁଝାଇଲେ ଯେ ଦର୍ପଣର ଉଦ୍ଦେଶ୍ୟ ଅନ୍ୟମାନଙ୍କୁ ବିଚାର କରିବା ନଥିଲା, ବରଂ ନିଜକୁ ଚିହ୍ନିବା ଥିଲା। ସେ ଯେତିକି ସମୟ ଅନ୍ୟମାନଙ୍କ ପଛରେ ନଷ୍ଟ କଲା, ସେତିକି ଯଦି ନିଜ ପାଇଁ ଦେଇଥାନ୍ତା, ତେବେ କଥାଟା ପୁରା ଅଲଗା ହୋଇଥାନ୍ତା। ତେବେ କାହାଣୀରେ ସାର ଏତିକି ଯେ ଅନ୍ୟମାନଙ୍କୁ ପରଖିବା ବହୁତ ସହଜ, କିନ୍ତୁ ପ୍ରକୃତ ବିକାଶ ଆତ୍ମସମୀକ୍ଷାରୁ ହିଁ ଆସିଥାଏ।